କରୋନା ସମୟରେ ସାମ୍ବାଦିକ ମାନେ ଯେତେବେଳେ ଘରୁ ବାହାରିକି ସମସ୍ତଙ୍କ ପାଇଁ ଖବର ସଂଗ୍ରହ କରୁଥିଲେ ସେତେବେଳେ ଗୋଟେ ପରେ ଗୋଟେ ସାମ୍ବାଦିକ ପ୍ରାୟ 70 ସାମ୍ବାଦିକ ଆମ ଗଣରୁ ଚାଲିଗଲେ ଏବଂ ସେମାନଙ୍କ ପାଇଁ ଚିନ୍ତା କରିବାକୁ କେହି ନଥିଲେ। ଅନେକ ପ୍ରତିଶ୍ରୁତି ଅନେକ କଥା ସମସ୍ତେ କହୁଥିଲେ, ସରକାର ବି କହିଥିଲେ, କିନ୍ତୁ ସେ ସମୟରେ ଆମେ ଚେଷ୍ଟା କରୁ ଯେ ଯେମିତି ସାମ୍ବାଦିକଙ୍କ ପାଖରେ ଆଉ ତା ପରିବାର ପାଖରେ ଅକ୍ସିଜେନ ଟେ ପହଞ୍ଚିବ, କେମିତି ତାକୁ ବେଡ୍ ଟେ ମିଳିବ, ତାକୁ କେମିତି ଉତ୍ତମ ଚିକିତ୍ସା ମିଳିବ, ଏସବୁ ଚେଷ୍ଟା ଚାଲିଥିଲା। ଆଉ ଏଇ ଚେଷ୍ଟା ଏଇ ଅଭିଯାନରୁ ମିଡିଆ କେୟାର୍ସର ସୃଷ୍ଟି ସାରା ଓଡିଶାରେ ସାମ୍ବାଦିକ ଭାଇମାନେ ସଂଘ ଏବଂ ବିଭିନ୍ନ ୟୁନିୟନର ଉର୍ଦ୍ଧ୍ୱକୁ ଯାଇକି ମିଡିଆ କେୟାର୍ସ କରିଥିଲେ, ଯୋଉଥିରେ କି ସମସ୍ତେ ସାମିଲ ଥିଲେ ଏବଂ ସେମାନଙ୍କର ମୂଳ ଉଦ୍ଦେଶ୍ୟ ଥିଲା ଯେ ସାମ୍ବାଦିକଟେ ପାଇଁ ଯିଏକି ଗୋଟେ କୋଭିଡ ଯୋଦ୍ଧା ଥିଲା, ସେଇ କୋଭିଡ ଯୋଦ୍ଧା ପାଇଁ କେମିତି ଗୋଟେ ସବୁ ପ୍ରକାର ସହଯୋଗ ମିଳିପାରିବ। ତେଣୁ ବଡ ଖୁସିର କଥା ଯେ ରାୟଗଡ ୟୁନିଟ ମିଡିଆ କେୟାର୍ସର ବହୁତ ଆଗକୁ ଗଲା ଏବଂ ରାୟଗଡାର ଯୋଉ ସାମ୍ବାଦିକ ମାନଙ୍କ ପାଇଁ ବହୁତ କିଛି କାର୍ଯ୍ୟ କରୁଛି। ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ, ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ, ପ୍ରାଣ ହରାଇଥିବା ସାମ୍ବାଦିକ ପରିବାରକୁ ନିଜ ଭିତରେ ମାନେ ସଂଗ୍ରହ କରି ଆର୍ଥିକ ସହଯୋଗ ଯୋଗାଇ ଦେବା ପାଇଁ। କାରଣ ଆଜି ଏଇ ମିଡିଆ କେୟାର୍ସର ଏଜିଏମ୍ ଥିଲା, ଆନୁଆଲ ଜେନେରାଲ ବଡି ମିଟିଂ ଥିଲା ଏବଂ ଆଗାମୀ ବର୍ଷ ଲାଗି ଯୋଉ ସବୁ କାର୍ଯ୍ୟକ୍ରମ ନିଆଯିବ ସେ ସମ୍ପର୍କରେ ଆଲୋଚନା ହେଲା। ଯେମିତିକି ଟର୍ମ ଇନ୍ସୁରାନ୍ସ, ଗ୍ରୁପ ଇନ୍ସୁରାନ୍ସ ସମସ୍ତଙ୍କ ପାଇଁ କରାଯିବା ପାଇଁ ଚେଷ୍ଟା କରାଯିବା ଏବଂ ସମସ୍ତଙ୍କ ପାଇଁ ହେଲ୍ଥ ଇନ୍ସୁରାନ୍ସ ଯେମିତି ପାଇବେ ବା ଅନ୍ୟ ଯେକୌଣସି ସରକାରୀ ଯୋଉ ସବୁ ସୁବିଧା ସୁଯୋଗ ଘୋଷଣା କରାଯାଇଛି ତାକୁ ଯେମିତି ସେମାନଙ୍କ ପାଖରେ ବାସ୍ତବରେ ପହଞ୍ଚିବ ସେଥିପାଇଁ କେମିତି ଉଦ୍ୟମ କରାଯିବ ସେ ସବୁ ଉପରେ ଆଲୋଚନା ହେବ। ଏବଂ ମୁଁ ଧନ୍ୟବାଦ ଦେବି ରାୟଗଡା ମିଡିଆ କେୟାର୍ସ କର୍ମକର୍ତ୍ତା ସମସ୍ତେ ବାଦଲ ବାବୁ ସମସ୍ତଙ୍କୁ ଯେ ସେମାନେ ଏଭଳି ଗୋଟେ ଉଦ୍ୟମକୁ ସାକାର କରିଛନ୍ତି ଏବଂ ଆପଣମାନଙ୍କର ଏଇ ପରିବାର ପାଇଁ ଏବଂ ଆପଣମାନଙ୍କୁ ସୁସ୍ଥ ରଖିବା ପାଇଁ ସୁଖ ରଖିବା ପାଇଁ ଚେଷ୍ଟା କରିଛନ୍ତି। ଧନ୍ୟବାଦ। ଦ୍ୱିତୀୟ ବର୍ଷ ସମ୍ମିଳନୀ 2022ରେ ହେଇଥିଲା, ଆଜି ପୁଣି 2025ରେ ହେବା କଥା 2026ରେ ହେଲା। ଏଇଟା ଗୋଟେ ବଡ଼ ଶୁଭ ସୂଚକ ଯେ ନୂତନ ସାମ୍ବାଦିକ ସାମ୍ବାଦିକ ଆସିଲେ ଯୋଗ ଦେଲେ ଏବଂ ବିଶେଷ ଭାବରେ ମୁଖ୍ୟ ଫୋକସ୍ ହେଉଛି ଏହାର ହେଲ୍ଥ ସ୍ୱାସ୍ଥ୍ୟ ସମସ୍ୟାଟା ବହୁ ସମସ୍ୟା ଅଧିକାର ଭିତ୍ତିକ ସମସ୍ୟା ସବୁ ଅଛି, ସେଥିପାଇଁ ସଂଘମାନେ ଅଛନ୍ତି, କିନ୍ତୁ ସ୍ୱାସ୍ଥ୍ୟ ବିଷୟରେ କେହି ଚିନ୍ତା କରୁନାହାନ୍ତି। ବିଶେଷ ଭାବରେ ସାମ୍ବାଦିକ ଏବଂ ତାଙ୍କ ପରିବାର ବର୍ଗଙ୍କ ସ୍ୱାସ୍ଥ୍ୟ, କେବଳ ସାମ୍ବାଦିକ ପରିବାର ବର୍ଗର ସ୍ୱାସ୍ଥ୍ୟ ଠିକ୍ ରହେ, ମାନସିକ ଭାବରେ ସେ ସାମ୍ବାଦିକଟି ଭଲ କାମ କରିପାରିବ। ତେଣୁ ମୁଁ ଭାବୁଛି ଆଜି ଯେଉଁମାନେ ନିଷ୍ପତ୍ତି ନେଇଛନ୍ତି କେବଳ ଫୋକସ୍ ରହିବ ସ୍ୱାସ୍ଥ୍ୟ ମିଡିଆ କେୟାର୍ସ, ମିଡିଆ କେୟାର୍ସ ଆଗକୁ ଏହି କାର୍ଯ୍ୟକ୍ରମରେ ଫୋକସ୍ କରି ସେ କାମ କରିବ। ଆଜି ମିଡିଆ କେୟାର୍ର ବହୁତ ଦୀର୍ଘଦିନ ପରେ ଆଜି ପ୍ରଥମ ଥର ପାଇଁ ମିଡିଆ କେୟାର୍ର ସାଧାରଣ ପରିଷଦ ବୈଠକ ହେଇଥିଲା। ଏହି ବୈଠକରେ ଆମେ ଆଗାମୀ ଦିନ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି, କର୍ମକର୍ତ୍ତା ଚୟନ ହେଇଛି। ତା ସାଙ୍ଗେ ସାଙ୍ଗେ ଜିଲ୍ଲାର ବିଭିନ୍ନ କୋଣରୁ ଆମର ସାମ୍ବାଦିକ ଭାଇମାନେ ଆସିଥିଲେ। ସେମାନେ ସେମାନଙ୍କର ଯେଉଁ ଗତ ଦିନ ସ୍ୱାସ୍ଥ୍ୟଗତ ସମସ୍ୟା କଥା କୁହାଯାଉ, ଶିକ୍ଷା ପାଇଁ ତାଙ୍କ ପରିବାର କଥା କୁହାଯାଉ କି ଘର ଖୋଲିବା କଥା କୁହାଯାଉ, ସମସ୍ତ ବିଭିନ୍ନ ଯୋଜନାକୁ ନେଇକି ମଧ୍ୟ ଆଲୋଚନା ହେଇଥିଲା। ତେଣୁ ଏଇଥିରେ ଆଗାମୀ ଦିନରେ କିଭଳି ଭାବରେ ମିଡିଆ କେୟାର ପ୍ରତ୍ୟେକ ସାମ୍ବାଦିକ ତଥା ତାଙ୍କ ପରିବାରକୁ ସହଯୋଗ ଯୋଗାଇ ଦେଇପାରିବ, ସବୁବେଳେ ଯେମିତି ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଗରେ ଠିଆ ହେଇଥିଲା କାର୍ଯ୍ୟକ୍ରମ ତା ପାଇଁ ଆଜି ନୀତି ନିର୍ଦ୍ଧାରଣ ହେଲା। ତା ସହ ସବୁଠୁ ବଡ଼ କଥା ଯେ ଆମର କଟକରୁ ଯେଉଁମାନେ କଟକରୁ ବଡ଼ ଡାକ୍ତରଖାନା ଯେଉଁମାନେ ଆମକୁ ସହଯୋଗ କରୁଥିଲେ ସେଭଳି ଆମେ ମିଡିଆ କେୟାର ବନ୍ଧୁମାନେ ଆମକୁ ସହଯୋଗ ଦେଇଥିଲେ। ବ୍ରହ୍ମପୁରରୁ ଯେଉଁମାନେ ସହଯୋଗ କରୁଥିଲେ ଏମ୍କେସିରୁ ସେମାନେ ଯୋଗଦାନ କରିଥିଲେ। ତା ସାଙ୍ଗେ ସାଙ୍ଗେ କୋରାପୁଟରୁ ଯେଉଁମାନେ ମେଡ଼ିକାଲ କଲେଜରେ ଯେଉଁମାନେ ଆମକୁ ସହଯୋଗ କରୁଛନ୍ତି ସେମାନେ ସମସ୍ତେ ସହଯୋଗ ଆମ ସହିତ ଆଜି ଯୋଗଦାନ କରିଛନ୍ତି। ଆଗାମୀ ଦିନରେ ସାରା ରାଜ୍ୟରେ ଏଇଟା ଗୋଟେ ନୂଆ ସଂଗଠନ ଗଠନ ହେବ ବୋଲି ମଧ୍ୟ ନିଷ୍ପତ୍ତି ନିଆଗଲା। ଆଗାମୀ ଦିନରେ ରାୟଗଡ଼ାର ମିଡିଆ କେୟାର ସେ ମଧ୍ୟ